ଓମ୍ ଶାନ୍ତି। ନିରାକାର ଅଶରୀରୀ ପରମାତ୍ମା ଭଗବାନ ଶିବ ବାବାଙ୍କର ଅଶରୀରୀ ଆତ୍ମିକ ସନ୍ତାନମାନଙ୍କୁ ଏହି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଅଶରୀରୀ ହେବାର ପୁରୁଷାର୍ଥ କରୁଥିବାର ଶୁଭେଚ୍ଛା, ଶୁଭ ଭାବନା, ସୁସ୍ୱାଗତମ୍, ସୁପ୍ରଭାତ। ପବନସୁତ ମହାବୀର ହନୁମାନ ତାଙ୍କ ଶକ୍ତି ବିଷୟରେ ଶାସ୍ତ୍ରରୁ ସମସ୍ତେ ଭଲ ଭାବରେ ଅବଗତ। ରାମାୟଣର ଗୋଟିଏ କାହାଣୀ ମନେ ପଡ଼େ। ସୀତାଙ୍କୁ ରାବଣ ହରଣ କରି ନେଇଥାଏ। ଜଟାୟୁଠାରୁ ସମ୍ବାଦ ପାଇ କି ରାବଣ ସୀତାଙ୍କୁ ହରଣ କରି ନେଇଛି, ସମସ୍ତେ ରାବଣପୁରୀ ଅର୍ଥାତ୍ ଲଙ୍କାକୁ କିପରି ଯିବେ ସେହି ବିଷୟରେ ବିଚାର ବିମର୍ଶ କରୁଥାନ୍ତି। ସେଠାରେ ସମସ୍ତେ ଉପସ୍ଥିତ ଥାନ୍ତି, ପରନ୍ତୁ ଏକମାତ୍ର ହନୁମାନ ନଥାନ୍ତି। ତାଙ୍କୁ ଡକେଇବା ପାଇଁ ଦୂତ ପଠାଗଲା ବିଭିନ୍ନ ଦିଗକୁ। ଜଣେ ଦୂତ ଦେଖିଲେ ହନୁମାନ ରାମ ନାମ ଜପ କରୁଛନ୍ତି ଏକ ବିରାଟ ବୃକ୍ଷ ତଳେ ବସି। ଦୂତଙ୍କଠାରୁ ଶ୍ରୀରାମଙ୍କର ସନ୍ଦେଶ ପାଇ ତତ୍କ୍ଷଣାତ୍ ହନୁମାନ ସେଠାରେ ଯାଇ ପହଞ୍ଚିଲେ। ତାଙ୍କୁ ଦେଖି ଜାମ୍ବବାନ କହିଲେ, ହନୁମାନ, ତୁମେ ତ ଶ୍ରୀରାମଙ୍କର ପରମ ଭକ୍ତ। ଆମେ ସମସ୍ତେ ତାଙ୍କ ସହିତ ରହି ମଧ୍ୟ ବିଚଳିତ ହେଉଛୁ କିପରି ମାତାଙ୍କୁ ଠାବ କରାଯିବ। ପରନ୍ତୁ ତୁମେ ଏଠାରେ ପ୍ରଭୁଙ୍କ ସହିତ ନ ରହି ସେଠାରେ ଯାଇ ଜଙ୍ଗଲରେ ନାମ ଜପ କରୁଛ କ'ଣ ପାଇଁ? ହନୁମାନ କହିଲେ, ପ୍ରଭୁଙ୍କୁ ମୁଁ ସ୍ମରଣ କରିବା ଦ୍ୱାରା ପ୍ରଭୁ ମୋ ପାଖରେ ହାଜିର ହେଇଯାଆନ୍ତି। ସର୍ବଦା ଏଇ ଅନୁଭବ ମୁଁ କରେ। ଏବେ ତ ପ୍ରଭୁଙ୍କ ସହିତ ଆପଣମାନେ ସମସ୍ତେ ଅଛନ୍ତି, ଗହଳି ଲାଗି ରହିଛି। ତେଣୁ ମୁଁ ଏକାନ୍ତରେ ପ୍ରଭୁଙ୍କୁ ସ୍ମରଣ କରି ଆନନ୍ଦ ଅନୁଭବ କରି ଚାଲିଛି। ପ୍ରଭୁ କହିଛନ୍ତି, ସୁମରି ସୁମରି ସୁଖ ପାଅ। ଏହାଦ୍ୱାରା ମଧ୍ୟ ମୋର ଶାରୀରିକ ମାନସିକ ସ୍ଥିତିରେ ଉନ୍ନତି ହୋଇ ଚାଲିଛି। ପ୍ରଭୁଙ୍କଠାରୁ ସର୍ବଶକ୍ତି ମୋତେ ପ୍ରାପ୍ତ ହେଉଛି। ଏହା ଏକ ନିଚ୍ଛକ ଏବଂ ବାସ୍ତବ କଥା ଅଟେ। ବର୍ତ୍ତମାନ ସ୍ୱୟଂ ନିରାକାର ପରମାତ୍ମା ରାମ କହୁଛନ୍ତି, ମଧୁର ସନ୍ତାନଗଣ, ଶିବ ବାବାଙ୍କୁ ସ୍ମରଣ କରିବାର ଅଭ୍ୟାସ କର, ତେବେ ଦେହୀ ଅଭିମାନୀ ହୋଇଯିବ। ଅର୍ଥାତ୍ ଦେହଠାରୁ ଅଲଗା ଆତ୍ମିକ ସ୍ଥିତି ହୋଇଯିବ। ଖୁସି ବା ନିଶା ସ୍ଥାୟୀ ଭାବରେ ରହିପାରିବ। ବର୍ତ୍ତମାନର ଏହି ଆସୁରୀ ରାଜ୍ୟରେ ଚାଲିଚଳଣିରେ ମଧ୍ୟ ସୁଧାର ଆସିପାରିବ। ତେବେ ଏହି ଜ୍ଞାନ ରୂପକ ଅମୃତ ପାନ କରନ୍ତି, ସେପଟେ ଆସୁରୀ ଚାଲିଚଳନ ଦ୍ୱାରା ଅପସେବା କରନ୍ତି, ପରସ୍ପର ମଧ୍ୟରେ ମାୟାବୀ କଥାବାର୍ତ୍ତା କରନ୍ତି, ଜଣେ ଅନ୍ୟ ଜଣଙ୍କୁ ଦୁଃଖ କରାଉଛନ୍ତି। ସେମାନେ ହେଉଛନ୍ତି ବାସ୍ତବରେ ବିଶ୍ୱାସଘାତକ। ବାବା କହୁଛନ୍ତି, ପିଲାମାନେ, ତୁମେମାନେ ମୋ ପାଖକୁ ଆସିଛ ଅସୁରରୁ ଦେବତା ହେବା ପାଇଁ। ତେଣୁ ସର୍ବଦା ନିଜ ଭିତରେ ଜ୍ଞାନର ଚର୍ଚ୍ଚା କର, ଦୈବୀ ଗୁଣ ଧାରଣ କର। ନିଜ ଭିତରେ ଥିବା ଅବଗୁଣକୁ ବାହାର କରିଦିଅ। ବୁଦ୍ଧିକୁ ସ୍ୱଚ୍ଛ ନିର୍ମଳ କର। ତେବେ ଭବିଷ୍ୟ ଭାଗ୍ୟ ଉଜ୍ଜଳ ହୋଇଯିବ। ଯେପରି
କୌଣସି ସ୍କୁଲକୁ ପାଠ ପଢ଼ିବା ପାଇଁ କୌଣସି ବିଦ୍ୟାର୍ଥୀ ଯାଇଥାଏ, ସେତେବେଳେ ତାର ପରୀକ୍ଷା ପାସ୍ କରିବା ପରେ ମିଳୁଥିବା ଭାଗ୍ୟର ସ୍ମୃତିରେ ହିଁ ସେ ରହିଥାଏ। ସେହିଭଳି ଯେହେତୁ ମୁଁ ତୁମକୁ ନୂଆ ଦୁନିଆ ସତ୍ୟଯୁଗୀ ସ୍ୱର୍ଗ ଦୁନିଆକୁ ନେବାର ପାଠ ପଢ଼ଉଛି, ତୁମମାନଙ୍କୁ ସେହି ଭବିଷ୍ୟ ଭାଗ୍ୟର ସ୍ମୃତିକୁ ବୁଦ୍ଧିରେ ଧାରଣ କରିବା ଦରକାର। ତେବେ ଖୁସି ଏବଂ ନିଶା ଚଢ଼ି ରହିବ। ଦୁନିଆରେ ଯଦି କାହାକୁ ସାଧାରଣ ପଦପଦବୀଟିଏ ମିଳିଯାଉଛି, ତେବେ ସେ କେତେ ନଶାରେ ରହୁଛି। ତୁମକୁ ତ ମୁଁ ମନୁଷ୍ୟରୁ ଦେବତା ଅର୍ଥାତ୍ ନରରୁ ନାରାୟଣ କରଉଛି। ତୁମକୁ କେତେ ନଶା ବା ଖୁସି ହେବା ଦରକାର ଏବଂ 5 ବିକାର ରୂପୀ ମାୟା ରାବଣର ଏହି ଭ୍ରଷ୍ଟାଚାରୀ ରାଜ୍ୟରୁ ବୁଦ୍ଧି ହଟିଯିବା ଦରକାର। ଯେପରି ପୂଜା ପାର୍ବଣ ଦିନରେ ବା ଦେବୀ ଦେବତାଙ୍କ ମନ୍ଦିରରେ ସାତ୍ୱିକ ଅନ୍ନ ହୋଇଥାଏ, କାରଣ ଏହାକୁ ହିଁ କୁହାଯାଏ ମହାପ୍ରସାଦ, ଯାହା ତନ ଏବଂ ମନ ଉଭୟ ଉପରେ ସାତ୍ୱିକ ପ୍ରଭାବ ପକାଇଥାଏ। ସେହିପରି ଆତ୍ମାକୁ ପବିତ୍ର କରିବା ପାଇଁ ହେଲେ ଶୁଦ୍ଧ ଭୋଜନ ଖାଇବା ସହିତ ଯୋଗଯୁକ୍ତ ହୋଇ ରହିବାର ପରିଶ୍ରମ କରିବା ନିହାତି ଦରକାର। କାରଣ ଯୋଗ ବଳ ଦ୍ୱାରା ହିଁ ଶ୍ରେଷ୍ଠାଚାରୀ ହେବାକୁ ପଡ଼ିବ। ଜନ୍ମ ଜନ୍ମାନ୍ତରର ବିକର୍ମ ବିନାଶ କରିବାର ପୁରୁଷାର୍ଥ କରିବାକୁ ହେବ। ଏହି ବିନାଶ ସମୟରେ ଯେବେ କି ଶାନ୍ତିଧାମ ଆତ୍ମିକ ଘରକୁ ଫେରିବାର ଅଛି, ସେଥିପାଇଁ ସବୁ ପୁରୁଣା ହିସାବ କିତାବକୁ ଚୁକ୍ତ କରିବାକୁ ହେବ। ଧ୍ୟାନ ରଖିବା ଦରକାର କି ପରସ୍ପର ଭିତରେ ଜ୍ଞାନ ଚର୍ଚ୍ଚା ଛଡ଼ା ଯେପରି ଅନ୍ୟ କୌଣସି ଚର୍ଚ୍ଚା ନ ହୁଏ। ଯେହେତୁ ଏହା ମାୟାବୀ ଦୁନିଆ, ତେଣୁ ବର୍ତ୍ତମାନ ବିଲକୁଲ ମାୟାବୀ କଥାବାର୍ତ୍ତା ଠାରୁ ଦୂରେଇ ରହିବା ଆବଶ୍ୟକ। କୁହାଯାଏ ପବିତ୍ରତା ହିଁ ମହାନତା। ତେଣୁ ପବିତ୍ରତାର ସାଗର ପରମାତ୍ମା କହୁଛନ୍ତି, ପବିତ୍ରତା ରୂପୀ ରାଜକୀୟତା ଦ୍ୱାରା ଏହି ସଙ୍ଗମ ଯୁଗୀ ବ୍ରାହ୍ମଣ ଜୀବନର ବିଶେଷତାକୁ ପ୍ରତ୍ୟକ୍ଷ କରୁଥିବା ସମ୍ପୂର୍ଣ୍ଣ ପବିତ୍ର ଆତ୍ମା ହୁଅ। ଯେପରି କୌଣସି ରାଜପରିବାରର ସନ୍ତାନର ଚେହେରା ଏବଂ ଚାଲିଚଳଣରୁ ଜଣାପଡ଼ିଯାଏ କେଉଁ ପରିବାରର ବୋଲି, ସେହିପରି ବ୍ରାହ୍ମଣ ଜୀବନର ପରିଚୟ ପବିତ୍ରତାର ଝଲକ ଦ୍ୱାରା ହୋଇଥାଏ। ତେବେ ଝଲକ ସେତେବେଳେ ଦେଖାଯିବ ଯେତେବେଳେ ତୁମର ସଂକଳ୍ପରେ ମଧ୍ୟ ଅପବିତ୍ରତାର ଚିହ୍ନବର୍ଣ୍ଣ ନଥିବ। ପବିତ୍ରତା ଅର୍ଥାତ୍ କୌଣସି ବି ବିକାରର ବା ଅଶୁଦ୍ଧିର ପ୍ରଭାବ ନଥିବ। ମନ, ବାଣୀ, କର୍ମ, ସମ୍ବନ୍ଧ, ସମ୍ପର୍କ, ସଂକଳ୍ପରେ ମଧ୍ୟ ସ୍ୱପ୍ନରେ ମଧ୍ୟ ଅପବିତ୍ରତାର ଛାପ ଯେପରି ନ ରୁହେ, ତେବେ କୁହାଯିବ ସମ୍ପୂର୍ଣ୍ଣ ପବିତ୍ର। ହୋଲି ହଂସ ତାକୁ କୁହାଯିବ ଯିଏ ବ୍ୟର୍ଥକୁ ସମର୍ଥରେ ପରିବର୍ତ୍ତନ କରିପାରୁଥିବ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେମାନେ ଏକତ୍ରିତ ହେବା ସେହି ପରମ କଲ୍ୟାଣକାରୀ ପବିତ୍ରତାର ସାଗର ସୁଖଦାତା ଶିବ ବାବାଙ୍କର ଆଉ କିଛି
କଲ୍ୟାଣକାରୀ ମହାବାକ୍ୟକୁ ଶ୍ରବଣ କରିବା ଏବଂ ନିଜ ଜୀବନକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱର କଲ୍ୟାଣ କରିଚାଲିବା। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।